পোষা কুকুর কহুছু বড়িমা কথারে নাই মহারাজ নাই আরে দূর কর পোষা কুকুর কহুছু বড়িমা কথারে তোর ঘরে রহি গোয়া কই গেলু রতে বড় ভেতরে নাহি বিপদে বিপদ ঘরে বিপদ মতরে রতে নাহি বিপদে মহামন্ত্রী ফসলাপতি অতি শীঘ্র কারাগারে বন্দী করে এই করতে মহারাজ সেনাপতি ଆପଣଙ୍କୁ ରକ୍ତକୁ ପକଉଛନ୍ତି ମୁଁ ଜାଣିଛି ରାଜାଙ୍କ ଦୋଷ ପାଇଛି ଯେତେବେଳେ ମୁଁ ନିଶ୍ଚୟ ଆପଣଙ୍କ ଅପାଧାନ କରିବି ଅପାଧାନ କରିବି ছড়া গোটার সামান্য মত পিটা হয়ে ছুটি এসেছে ম্যাজিস্ট্রেট একবার সেনাপতিকে বন্দী করবা পারে তোর বছর মানে রখিবা উচিত ওটা মস্তকরে যাও মন্ত্রী পগড়িটা পিন্ধিছ তোর শরীরে যাও নিঃশ্বাস প্রশ্বাস ଯିବା ଆସିବା କରୁଛି ଏଟାକେ ସେନାପତି ତତେ ତ ସେଠି ତାକୁ ସବୁଦିନ ପାଇଁ ବନ୍ଦ କରିଛି ତାହେଲେ ତୁ କାହାକୁ ବନ୍ଦ କରିବ ଶୁଣା ମାତ୍ରେ ଏଣୁ ତ ସୁସ୍ଥ ମସ୍ତିଷ୍କରେ ଭାବ ତ କଉଟା କରିବା ଉଚିତ ଆଉ କଉଟା କରିବା ଅନୁଚିତ ନାଇଁ ସେନାପତି ନାଇଁ ମତେ କ୍ଷମା କରନ୍ତୁ ସେନାପତି ମତେ କ୍ଷମା କରିଦିଅନ୍ତୁ ଏ ସେନାପତିଟାର କଥାରେ ଏତେ ଶୀଘ୍ର ପରିବର୍ତ୍ତନ ହୋଇଯିବ ଏ ଚିନ୍ତାଧାରାର ଦୋଷା କଥା ତ ଠିକ ଅଛି ମୁଁ ତୋତେ ଜୀବନରେ ମାନି ନ ଯାଇ ଛାଡ଼ି ଦଉଛୁ ସାମାନ୍ୟ ମନ୍ତ୍ରୀକୁ କଣ ନାଳ ଦେଖାଉଛୁ ଯଦି ତୋ ଦେହରେ ଶକ୍ତି ଅଛି ଏ ରାଜା ସତ୍ୟ ମତେ ସହିତ ଯୁଦ୍ଧ କର କାହାର କେତେ ଶକ୍ତି ତେବେ ଡେରି କାହିଁକି ଉଠାସ୍ତ୍ର ରାଜା ସତ୍ୟବ୍ରତ ଉଠାସ୍ତ୍ର ତାହେଲେ Let us get it all. I will take what you want to go.
ଏଟାକୁ ସନ୍ଧ୍ୟାକୁ ସେନାପତିର ଶକ୍ତିଟା ଦେଲେ ତଥାପି ବଲେ ନା ଯେତେ ଦିନ ପର୍ଯ୍ୟନ୍ତ ମୋ ପ୍ରେମକୁ ଏମିତି ବାଧା ଦେବାକୁ ଚେଷ୍ଟା କରୁଥିବ ସେତେଦିନ ପର୍ଯ୍ୟନ୍ତ ମୁଁ ତ ତୋତେ କେବେ ଶାନ୍ତିରେ ବଞ୍ଚିବାକୁ ଦେବେନି ବେ ରାଜା ସତ୍ୟବେଦ ମୁଁ ତୋତେ ହାତ ଯୋଡ଼ି ଦେଉରା ହେଉଛି ଭଗବାନକୁ ଛାଡ଼ି ମୋର ଏଭଳି କବିକା ତୋର କଣ କ୍ଷତି କରିଥିଲା ଶେଷରେ ତା ବଳାତ୍କାର କରିବାକୁ ହଁ ତୁ ମତେ କହିଥାନ୍ତୁ କଣ କହିଥାନ୍ତି ରାଜ୍ୟ ସିଂହାସନ ସମ୍ପତ୍ତି ସବୁ ତୋତେ ଅର୍ପଣ କରି ମୁଁ କୁଆଡ଼େ ରାଜ୍ୟ ଛାଡ଼ି ଚାଲି ଯାଇଥାନ୍ତି ରାଜା ସତ୍ୟବେଦ ଏଇଟା ତ କଥା ସଇଲା ଭଗବାନ ତୋତେ କେବେ ବି କ୍ଷମା କରିବନି এই স্বরূপ হব এই নাকস্যন্যাকুল সেনাপতির ভিন্নই কই দেহ অপ্রেসর মধ্যে সেনাপতি রাজা মস্তকের তো স্বর্ণ মুকুটটা ঝুলুছি রাজা মস্তকের সেই স্বর্ণ মুকুটটা কাঢ়ি আনি ମୋ ମସ୍ତକରେ